आशीष पाई ए जन्म सारा तुमे ही ईश्वर तुमे निराकार तुमरी आशीष पाई ए जन्म सारा समर्पी देइछु आम जीवन गुरु तुमे पूज्य तुमे महान गुरु तुमे पूज्य तुमे महान चिन्हिलु आमे तुमठु ए जगत आकट तुमे करिच होइले दुष्ट पासानी जापानी दानी पमगा सारे तेरे ना शिखेई देल गुरु हे बंचिबा पाई ज्ञानर से भंडार देल जे कही तुम पाद पद्मे जाओ ए दिन गुरु तुमे पूज्य तुमे महान अज्ञान पंकरु गुरु हे उद्धार कल भविष्य गुरु हे आमर कल उज्जवल पासानी जापानी दानी पमगा सारे तेरे ना नथिले तुमे आमर ए जीवने सत्यर पथरे किए जीवाकू कुहंते काने तुमे ही भरिच ए पिंडरे प्राण गुरु तुमे पूज्य तुमे महान गुरु तुमे पूज्य तुमे महान गुरु तुमे पूज्य तुमे महान
ସର୍ବଶକ୍ତି ଅଗତିର ଗତି ଅନ୍ଧାର ପଥର ଅଟ ତୁମେ ଜ୍ୟୋତି ତୁମେ ସର୍ବଶକ୍ତି ଅଗତିର ଗତି ଅନ୍ଧାର ପଥର ଅଟ ତୁମେ ଜ୍ୟୋତି ତୁମ କୃପା ବିନା ଜୀବନ ଅଧୁରା ତୁମ କୃପା ବିନା ଜୀବନ ଅଧୁରା ତୁମେ ମୋ ମୁକ୍ତିର କାରଣ ତୁମେ ମୋ ମୁକ୍ତିର କାରଣ ଗୁରୁଦେବ ପାଦେ ଗଲି ଶରଣ ଗୁରୁଦେବ ପାଦେ କରେ ଜଣାଣ ତୁମ ଆଶିଷରେ ହୁଏ ସର୍ବସିଦ୍ଧି ଦୂର ହୁଏ ଦୁଃଖ ରୋଗ କଷ୍ଟ ବ୍ୟାଧି ତୁମ ଆଶିଷରେ ହୁଏ ସର୍ବସିଦ୍ଧି ଦୂର ହୁଏ ଦୁଃଖ ରୋଗ କଷ୍ଟ ବ୍ୟାଧି ହେ ମଙ୍ଗଳମୟ ଗୁରୁ ଭଗବାନ ହେ ମଙ୍ଗଳମୟ ଗୁରୁ ଭଗବାନ ତୁମେ ତ ଈଶ୍ୱର ସମାନ ତୁମେ ତ ଈଶ୍ୱର ସମାନ ଗୁରୁଦେବ ପାଦେ ଗଲି ଶରଣ ଗୁରୁଦେବ ପାଦେ କରେ ଜଣାଣ ଗୁରୁଦେବ ପାଦେ ଗଲି ଶରଣ ଗୁରୁଦେବ ପାଦେ କରେ ଜଣାଣ ଗୁରୁଦେବ ପାଦେ କରେ ଜଣାଣ ଗୁରୁଦେବ ପାଦେ କରେ ଜଣାଣ हे गुरु तुमे मंगलमय कृपा बिनु मुक्ति नाही हे गुरु तुमे मंगलमय कृपा बिनु मुक्ति नाही এবং অভিবৃদ্ধ এবং মঞ্চ সম্মুখে উপস্থিত 2000 সমস্ত ছাত্রছাত্রী প্রথমে এই কার্যক্রম আয়োজন করুଥିବାରୁ ଆପଣମାନେ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ଜ୍ଞାପନ କରୁଛି ଏବଂ ଆସନ୍ତା ନବବର୍ଷର ଅଭିନନ୍ଦନ ଆପଣମାନଙ୍କୁ ଜଣାଉଛି ଯାହା ହେଉ ଆପଣମାନେ ଶିକ୍ଷକ ଶିକ୍ଷକମାନେ ଏହି ବନ୍ଧୁ ମିଳନର ଆୟୋଜନ କରିଛନ୍ତି ମୁଁ ବିଶେଷ ସମୟ ବହୁତ ଅତିକ୍ରାନ୍ତ ଆପଣଙ୍କର ସବୁବେଳେ ବଡ଼ ଏ ବିଦ୍ୟାଳୟ ଆପଣଙ୍କ ହାତ ଧରି ଶିଖାଇ କାଲି ଶିଖାଇଥିଲା ପଢ଼ାଇଥିଲା ଆପଣମାନେ ଆସନ୍ତୁ ଏ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କର ବିକାଶ ସମସ୍ତ ହାତ ଧରି ହାତ ଦେଇ ସମସ୍ତ ବକ୍ତବ୍ୟ ଶେଷ କରିଛି। ଧନ୍ୟବାଦ।
ଯେମିତି ସତେଜ ହେଇକି ଅଛି ଏ ମାନସ ପେଟରେ। ଯାହା ହଉ କି ଆଉ ଧନ୍ୟବାଦ ଦଉନି ତମମାନଙ୍କୁ ଏକାକି ତମ ପିଲା ଛୁଆ ସମସ୍ତେ ଭଲ ରୁହନ୍ତୁ, ଖୁସିରେ ରୁହ। ଜୀବନରେ ତମେ ବହୁତ ଏକତ୍ରିତ କରି ଯୋଉ ପୁଣ୍ୟ ହବ ନାହିଁ। ତେଣୁ କଣ କହିବି ଆଜି ନିଶ୍ଚିତ ଭାବରେ ଭାବବିହ୍ୱଳ ହେଇ ପଡୁଛି। ଆଜି ମିଳିଛି ସେ ସୌଭାଗ୍ୟକୁ ମୁଁ କେମିତି ଉପଭୋଗ କରିବି ମନ ହଉନି। ଏ ସୌଭାଗ୍ୟ ସମୟ ଅତିକ୍ରାନ୍ତ ହେଇଥିବାରୁ ବହୁତ କିଛି କଥା ଇଚ୍ଛା ଥିଲେ ସମୟ ସିଏ କ'ଣ କହିବ ଶେଷରେ ମୁଁ ଏତିକି କହିବି ଯେ କୌଣସି ଝଡ଼ିବାକୁ ମନ ସିନା ମିଶେଇକି ମିଶି ଝୁରି ମରିବାକୁ ମିଶି ଝୁରି ମରିବାକୁ। ତେଣୁ ବାସ୍ତବରେ ଏମିତି ସେଇ ଯୋଉ ସମୟକୁ ତମେ ଆଜି ବି ମନେ ରଖିଛ। ବକ୍ତବ୍ୟ ରଖୁଛି ତମମାନଙ୍କ ପାଇଁ ଅନେକ ଅନେକ ଆଶୀର୍ବାଦ ରଖୁଛି ଯେ ଭବିଷ୍ୟତ ଜୀବନ ତମର ଆହୁରି ସୁଖମୟ ହଉ ଏବଂ ସମସ୍ତେ ଭଲରେ ଥାଆନ୍ତୁ। ଧନ୍ୟବାଦ। ଭାଇଚାରାର ଏ ଯେଉଁ ନିବିଡ଼ ସମ୍ପର୍କର ବନ୍ଧୁ ଗୁରୁଜନ ଉତ୍ସବ 2005 ବ୍ୟାଚ୍ର ମୋର ସମସ୍ତ ମୋର କୁନି କୁନି ମୋ ସମୁଦ୍ରରେ ବସିଥିବା କୁନି କୁନି ପିଲାମାନଙ୍କୁ ଆଗେ ସ୍ୱାଗତ ଜଣାଉଛି। ତାଙ୍କ ପାଖରେ ମଧ୍ୟ ମୁଁ ଆଭାରୀ ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଯାହା ହଉ ଗୋଟେ ବଢ଼ିଆ ସୁନ୍ଦର ପ୍ଲାଟଫର୍ମଟିଏ ଦେଲେ ଯେ ଆମେ ଆମର ଯେଉଁ ସହକର୍ମୀ ବନ୍ଧୁମାନଙ୍କୁ ଏକାଠି ବସିକିନି ଦେଖିବାର ସୁଯୋଗ ପାଇଁ ହୁଏତ ଆଉ ଏ ଜୀବନରେ ସୁଯୋଗ ଆସିବ କି ନାହିଁ ସନ୍ଦେହ। ସର୍ବପ୍ରଥମେ ତୁମମାନଙ୍କୁ ଆଗେ ମୋର 2026 ମସିହାର ସ୍ନେହ ଶୁଭ ଆଶୀର୍ବାଦ ଆଶା ରଖିବି ଯେ 2026 ମସିହା ଆମ ସମସ୍ତଙ୍କ ପାଇଁ, ତୁମମାନଙ୍କ ପାଇଁ, ଆମ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିକି ଦେଉ। ଏହା ହିଁ ମୋର ସେଇ ଜଗନ୍ନାଥ ନିକଟ। ସେଥିପାଇଁ ମୁଁ ତୁମମାନଙ୍କୁ ଜୀବନରେ ଆଉ କ'ଣ କରିବ, ଉତ୍ତରର ଉନ୍ନତି କରିବ କେବଳ ଖାଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। କିନ୍ତୁ ତୁମମାନଙ୍କ ପାଇଁ ଗୋଟେ ଗୁରୁ ଦାୟିତ୍ୱ, ତୁମମାନଙ୍କ ପାଖରେ ଯେଉଁ ତୁମର ଯେଉଁ ଉତ୍ତରଦାୟିତାମାନେ ଆସୁଛନ୍ତି ତାଙ୍କୁ ଏ ସମାଜରେ ଗୋଟେ ମଣିଷ ଭଳି ମଣିଷ ଗଢ଼ି ତୋଳିବ। ଏହା ହିଁ ମୋର ଆଜିର ଏ ଗୁରୁ ପୂଜନ ଉତ୍ସବରେ ତୁମମାନଙ୍କ ପାଖରେ ଏତିକି ଆଶା ରଖିବି। କେବେ ଭବିଷ୍ୟତରେ ଆମକୁ ପଶ୍ଚାତାପ କରିବାକୁ ପଡ଼ିବନି ଯେ ହୁଏତ ଆମେ ମଣିଷ କରିବାରେ କହୁଛେ ଆମର ଟିକେ ଅଭାବ ରହିଗଲା, ସେ କଥା କେମିତି ଆଉ ନ ଆସେ। ଗୋଟିଏ ଖାଲି ଗୋଟିଏ ଛୋଟିଆ ବାସ୍ତବ କଥାଟିଏ କହିବି, ତାପରେ ମୁଁ ମୋର ବକ୍ତବ୍ୟକୁ ବିରାମ ଦେବି। 85 ମୋର ସମସ୍ତ ଅତିଥିବୃନ୍ଦ, ଏ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭାସ୍କର ସାର୍ ମହୋଦୟ, ମୋର ପିତୃତୁଲ୍ୟ ଏବଂ ଗୁରୁତୁଲ୍ୟ ରଞ୍ଜିତ ସାର୍, କ୍ଷୀର କୁମାର ରଥ ସାର୍, ତ୍ରିଲୋଚନ ସାର୍, ଖପରା ସାର୍, ମୋର ବଡ଼ ଭାଇ ସୁର ଭାଇ ଏବଂ କେଦାର ଭାଇ ଏବଂ ମୋର ସାଙ୍ଗରେ ଅନୁଜ ଭାବରେ କାମ କରୁଥିବା ଦୋଳ ସାର୍, ପ୍ରଶାନ୍ତ ସାର୍
पड़ो आम किसी हरैना पड़ो जहाँ से आम भावुले मेढ़ीगुड़ कौड़ी को बोही जाइए आउ कि कर ମୁଁ ତ ଦାବି ସାହି 2003 ଗଲି ତୁମେମାନେ ଅଷ୍ଟମରେ ଥିଲ ଯାଉ ମୋର ସେ ଦୁର୍ଭାଗ୍ୟ ଯେ ମୁଁ ଏଠୁ ମୋର ସୌଭାଗ୍ୟ ନୁହେଁ ମୋର ଦୁର୍ଭାଗ୍ୟ ମୁଁ ଦୁର୍ଭାଗ୍ୟ ଯେ ମୁଁ ଏଠୁ ପଳେଇଲି ଦୀର୍ଘ ଦିନ ରହିଗଲି ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ତାପରେ ଶେଷରେ ମୁଁ ମଦନପୁର ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଲି ଏ ଜିଲ୍ଲାରେ ମୁଁ ଅବସର ନେଇଛି ଗୋଟିଏ କଥା ଖାଲି କହିବି ମୁଁ ଦିନେ ଏମିତି ମଦନପୁର ସ୍କୁଲରେ ଅଛି ମୋତେ ଗୋଟେ ଷ୍ଟାଫ୍ ଦୌଡ଼ିକି ଆସିକି କହିଲେ ସାର୍ ସାର୍ ହେଡ୍ ସାର୍ କୁଆଡ଼େ ଗଲେ ହେଡ୍ ସାର୍ କହିଲେ ମୁଁ କ'ଣ ହେଲା ସାର୍ ସେ ଜୟନ୍ତ ଦିଦିଙ୍କ ପୁଅ ସୁଇସାଇଡ୍ କରିଦେଲା ମୁଁ ଟିକେ ସ୍ତମ୍ଭିତ ହେଇଗଲି ଜୟନ୍ତୀ ଦିଦିକୁ ମୁଁ ଜାଣିଛି ସେ ମୋର ସେଇ ମଦନପୁର ସ୍କୁଲର ପୂର୍ବତନ ପିଟି ସାର୍ ଥିଲେ ସେ ରିଟାୟାର୍ଡ ମୋ ଯିବା ପୂର୍ବରୁ 2 ବର୍ଷ ପୂର୍ବରୁ ସେ ରିଟାୟାର୍ଡ କରିଛି ତାଙ୍କୁ ସେଠି ଯେତିକି ନ ଜାଣିଛି ପଟ୍ଟାମୁଣ୍ଡରେ ଥିଲାବେଳେ ତାଙ୍କୁ ମୁଁ ଭଲ ଭାବରେ ଜାଣିଛି ମୁଁ ଟିକେ ରହିଗଲି ମୁଁ କହିଲି କ'ଣ ହେଲା ନା ସାର୍ ସାର୍ ମୋ ପୁଅ ସୁଇସାଇଡ୍ କରିଦେଲା ମୁଁ କହିଲି ଏଥିରେ ଆଶ୍ଚର୍ଯ୍ୟ ହେବା ତ କିଛି ନାହିଁ ସେ ମଦନପୁର ସ୍କୁଲର ଷ୍ଟାଫ୍ ମାନେ ସମସ୍ତେ ମୋ ମୁହଁ ବନେଇଛି କହିଲେ ହେଡ୍ ସାର୍ କ'ଣ ଏଭଳିଆ କଥା କହୁଛନ୍ତି ଏଭଳିଆ ଗୋଟେ କ୍ୟାବିଏସ୍ ଗୋଟେ ରଥେଶ ଟ୍ରିଟମେଣ୍ଟ କ'ଣ ଦେଲେ ମୁଁ କହିଲି ସେଟା ତମ ପାଇଁ ଆଶ୍ଚର୍ଯ୍ୟ ହେଇପାରେ ମୋ ପାଇଁ ଆଶ୍ଚର୍ଯ୍ୟ ନୁହେଁ କହିଲେ କାହିଁକି ତମେ ଜାଣିଛ କହିଲେ ନା ମୁଁ ଜାଣିନି ମୁଁ କହିଲି ମୁଁ ତାଙ୍କର ପଡ଼ୋଶୀ ଭାବରେ ଟିକେ ଦୂର ପଡ଼ୋଶୀ ଭାବରେ ତାଙ୍କର ପ୍ରତ୍ୟେକ କଥାଟାକୁ ମୁଁ ଅଙ୍ଗରେ ଲିଖୁଛି ତାଙ୍କର ଯେ ମିଷ୍ଟର ଯେ ରାଜୁ ସାର୍ ଯେ ସିଏ ଜଣେ ହାଇସ୍କୁଲର ଟିଚର ବହୁତ ବଢ଼ିଆ ଲୋକ ନର୍ମା ଲୋକ ଟିକେ ଟିକେ 3 ଗୁଣା ତାଙ୍କ ଉପରେ କାରଣ ପିଟ୍ ସାର୍ ତ ସବୁବେଳେ ତ ଗୋଡ଼ ହାତ ଚଞ୍ଚଳ ସେ ସବୁବେଳେ ଚଞ୍ଚଳ बोले कहीं से ଏବେ କାନ୍ଦୁଛନ୍ତି ନା ପିଲାଟାକୁ ମଣିଷ କରିବାକୁ ଯାଇକିନି କୋଉଠି ଫେରିଗଲି କ'ଣ ହେଲେ ନା ଆଜି ମୁଁ ଅଛି ନିଜେ ଦେଖୁଛି ପ୍ରତ୍ୟକ୍ଷଦର୍ଶୀ ମୋର ସେତେବେଳେ ସେ ନୂଆ ନୂଆ ବାଇକ୍ ଗୋଟେ ଭଲ ଦାମିକା ମୁଁ ଆଜି ବାଇକ୍ କରିବି ତା ବାପା ମନା କରୁଛନ୍ତି ପଇସା ପତ୍ର ନାହିଁ ଆଉ ଦିନ ରହିଯିବ ନା ଆଜି କରିବି ତା ମା କହିଲା ସାଙ୍ଗେ ସାଙ୍ଗେ ତମକୁ ପଇସା ଦିଅ ମାନେ ଟିକେ ଦିଲେ ହେଲା ବୋଲିକି ଘରେ ଟିଭିଟା ବାଡ଼ିକି ନହେଲା ଗୋଟିଏ ପୁଅ କ'ଣ ତମେ କିଛି କହିପାରିଲେନି ସେ ଗୋଟିଏ ପୁଅ ଆଗରେ ମୁଁ କହୁଛି ଗୋଟିଏ ପୁଅ କିଛି କହିପାରିଲେନି ଧୀରେ ଧୀରେ କ'ଣ ହେଲା ପିଲା ପୁରା ଓଆଡ଼େ ନିଶାଶକ୍ତ ହେଲା ବ୍ରାଉନ୍ ସୁଗାର ବି ଖାଇଲା ଶେଷରେ ତାକୁ ସୁଧାରିବା ପାଇଁ ମୁଁ ସେତେବେଳେ ଏମଏଲ୍ଏ ଥାଏ ଚନ୍ଦନନଗର ପରୀକ୍ଷା ପରିଚାଳନା କରିବା ପାଇଁ ଯାଇଛି 2-3 ବର୍ଷ ଖଣ୍ଡ ମୁଁ ସେ ସାର୍ଙ୍କୁ ସେଠି ଇନ୍ଭିଜିଲେଟର ଭାବରେ ରାଜୁ ସାର୍ଙ୍କୁ ଆଣିଥିଲି ମୁଁ ଏଠି ପଚାରିଲି ମୁଁ ଜାଣିଥିଲି ମୁଁ କହିଲି ଆଜି କ'ଣ ଇଏ ଘଟଣା କ'ଣ ଆପଣ କହିଲେ ମୁଁ କ'ଣ କହିବି ମୁଁ ଗୋଟେ କଥା କହିଲି ତା ମା' ଗୋଟେ କଥା କହୁଛି ପିଲା ମୋ ନିୟନ୍ତ୍ରଣ ନାହିଁ ତା ମା' ନିୟନ୍ତ୍ରଣ ସେଥିପାଇଁ ତାକୁ ସୁଧାର ଘରେ ରଖିଲି ମାସେ ଖଣ୍ଡ ସିଏ ଲୋକ କହିଲେ 6 ମାସ ଖଣ୍ଡ ଆପଣ ମୋତେ ମୁହଁ ଦେଖେଇବେ ମାସେ ଯାଇନି ତା ମା' ପୁଣି ଯାଇ ପହଞ୍ଚିବିନି କହିଲେ ନା ମୁଁ ପୁଅ ଏଠି ରହିପାରିବନି ଖାଇବାର ଅସୁବିଧା ରହିପାରିବନି ଅମକର ସଡ଼କ କହିକି ନେଇ ପଳେଇଲା ପୁଣି ଆସିଲେ ଯୋଉ କଥା ଛାଇଗଲା ପୁଣି ସାଙ୍ଗସାଥି କହିଲେ ବୁଲି ହେବନି ସାଙ୍ଗସାଥିଙ୍କ ଗହଣରେ ପଡ଼ିକିରି ପୁଣି ଆଜି ଦିନ ଚାଲିଲା ଶେଷରେ କଟକ ମେଡ଼ିକାଲରେ ଆଇସିୟୁରେ ରହିଲା ଆଇସିୟୁରୁ ଭଲ ହେଇ ଆସିଲା ପରେ ସେ ପିଲା କ'ଣ କଲା ନା ନିଜକୁ ନିଜେ ଡିପେଣ୍ଡ କଲା ବେଳକୁ ଆଉ ସେତେବେଳେ କିଛି ନାହିଁ ଡାକ୍ତର ଅନେକ ତାକୁ ସିଗ୍ନାଲ ଦେଇସାରିଥିଲେ ବାଧ୍ୟ ଏମିତିରେ ସୁଇସାଇଡ୍ କରିଥିଲେ ମୋ କହିବା କଥା ମୋର ସମସ୍ତ ମୋ ମା'ମାନଙ୍କୁ ଏ ମୋର କୁଡ଼ି ଛୁଆ ମୋ ମା'ମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଆମେ ତ ନିଶ୍ଚିତ ଭାବରେ ଭିତରେ କୋମଳ ହେବା ନରମ ହେବା କିନ୍ତୁ ଅନୁଶାସନରୁ କେବେ ନିଜ ପିଲାକୁ ସଫ୍ଟନେସ୍ ମୋଟେ ଦେଖେଇବେ ନାହିଁ ଆଉ ପିଲାକୁ ସମାଜର ଗୋଟେ
ମଣିଷ ଭଳି ମଣିଷଟିଏ କର। କିଛି ନା ଚାକିରି ନ କରୁ, କିଛି ନ କରୁ, ଯେକୌଣସି କର୍ମରେ ରହୁ, ସେ କର୍ମକୁ ସେ ଭଲ ଭାବରେ ଆଦର ନେଉ ଏବଂ ମଣିଷ ଭଳି ମଣିଷଟିଏ ତାକୁ କର। ଏତିକି ମୋର ଆଜିର ଏଇ ପୂଜାର ପରମ୍ପରାରେ ତୁମ ସମସ୍ତଙ୍କୁ ମୋର ଗୋଟେ ଛୋଟିଆ କଥାଟିଏ, ଗୋଟେ ଶିକ୍ଷକ ଭାବିକିନି, ଗୋଟେ ଗୁରୁ ଭାବିକିନି ମୋର ତୁମମାନଙ୍କୁ ଏତିକି ଉପଦେଶ, କାରଣ ତୁମର ସମସ୍ତଙ୍କ ଛୁଆମାନେ ବର୍ତ୍ତମାନ 8 ବର୍ଷ 10 ବର୍ଷ ରିଜର୍ଭେସନ କରିବେ, ହଁ ନା ନାହିଁ? ସବୁ 8 ବର୍ଷ 10 ବର୍ଷ ଭିତରେ ଥିବେ। ଯଥେଷ୍ଟ ସମୟ କରିଛି, ତାକୁ ମଣିଷ ଭଳି ମଣିଷଟିଏ କର। ଆଉ ମୋର ଆଉ ଗୋଟେ କଥା ରହିଲା ଯେ ଆମେ ସମସ୍ତେ କରିସାରିଲା ପରେ ତୁମେମାନେ ସମସ୍ତେ ପେଣ୍ଡାଲକୁ ଆସି ଟିକେ ଟିକେ ନିଜର ନାଁ କ'ଣ କ'ଣ କରୁଛ ସେଇଟା ଆগে ଆମର ଟିକେ ନିହାତି ଜାଣିବା ଦରକାର। କାରଣ ଆମେ ତ ତମେ ଏମିତି ଜାଣିପାରିବ, କିନ୍ତୁ ଆମେ ତମକୁ ଜାଣିବା ଟିକେ କଷ୍ଟ ହେଉଛି। ଟିକେ ନାଁ କହିଲେ ହୁଏତ ବେଳେବେଳେ ସେ ଯେଉଁ ପୁରୁଣା ସ୍ମୃତିକୁ ଆମେ ମନେ ପକାଇ ଚେଷ୍ଟା କରିବୁ, ହଁ ଇଏ ବୁଝିଲେ ନା ନାହିଁ? ତ ସେଇଟା କରେଇବ ଟିକେ। ଆଉ ମୁଁ ବିଶେଷ କିଛି କହୁନାହିଁ। ପୁଣି ଆଉ ଥରେ ଆଜି ତ ପୁରୁଣା ବର୍ଷ ସରିଲା, ଭଲରେ ଭଲରେ ବିଦାୟ ଦେଲେ। ଆଗାମୀ 2026 ଏକ ଭଲ ବାର, ଗୁରୁବାର, ସେଇ ଶୁଭ ମୁହୂର୍ତ୍ତରେ ସମସ୍ତେ ଆମେ ସେଇ ସକାଳର ସେଇ ସୂର୍ଯ୍ୟର କିରଣକୁ ଅତି ଉଚ୍ଛ୍ୱସିତ ଭାବରେ, ଆନନ୍ଦିତ ଭାବରେ ଦେଖିବା। ଏହା ହିଁ ମୋର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଏତିକି କହିକିନି ମୁଁ ମୋର ବାଣୀକୁ ବିରାମ ଦେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୀଯୁକ୍ତ ଭାସ୍କର ସାର୍ ଏବଂ ମୋ ସହିତ କାର୍ଯ୍ୟରତ ଥିବା ଶିକ୍ଷକ ଯଥା ଆମର ଖଟୁଆ ସାର୍, ରଥ ସାର୍, ଆମର ତ୍ରିଲୋଚନ ସାର୍ ଏବଂ କେଦାର ସାର୍ ଏବଂ ସୁରେଶ ସାର୍ ଏବଂ ଆମର ତ୍ରିପାଠୀ ସାର୍, ବିଜୟ ସାର୍, ଆମର ପ୍ରଶାନ୍ତ ସାର୍ ଏବଂ ଆମର ବିଶ୍ୱସ୍ତରୀ ସାର୍, ଆଉ ଅଳକା ଦିଦି ଏବଂ ଟୁଲୁ ଦିଦି, ଆଉ ଏ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସଞ୍ଜୟ, ଅଶୋକ ଏବଂ ରଣତରୁ ଦୁର୍ଯ୍ୟୋଧନ ମଉସା। 2025 ମସିହାରେ ଆୟୋଜିତ ଏହି ପିଲାମାନଙ୍କ ଦ୍ୱାରା ଯେଉଁ ଗୁରୁପୂଜନ କାର୍ଯ୍ୟକ୍ରମ କରାଯାଇଛି ଏବଂ ଆମେ ସମସ୍ତ ଗୁରୁମାନଙ୍କୁ ଭେଟା ଭେଟିବାର ଯେଉଁ ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ ପ୍ରଥମେ ମୋ ତରଫରୁ ଆର୍ଥିକ କୃତଜ୍ଞତା ଓ ଅଭିନନ୍ଦନ ଜଣାଉଛି। ସେମାନେ ଯେଉଁ କୁହାଯାଏ ଜୟ ଉଚ୍ଚ ବିଦ୍ୟାଳୟ ଏ ଅଞ୍ଚଳର ଏକ ମାଇଲଖୁଣ୍ଟ। ଆମେ ଯେତେ ବିଦ୍ୟାଳୟ ବୁଲିଛୁ ସବୁ ବିଦ୍ୟାଳୟରେ ଏ ପିଲାମାନଙ୍କୁ ଉଦାହରଣ ଦେଇଥାଉ ଏବଂ ଏ ବିଦ୍ୟାଳୟ କଥା କହିଥାଉ। କାରଣ ଏ ପିଲାମାନଙ୍କ ପାଖରେ ଏଭଳି ଗୁଣ ସବୁ ଥିଲା, ଆମେ ଅନ୍ୟ ପିଲାମାନଙ୍କ ପାଖରେ ଏ ପିଲାମାନଙ୍କୁ ଉଦାହରଣ ସ୍ୱରୂପ ଉପସ୍ଥାପନ କରିଥାଉ। ତେଣୁ ଆଜି ମୁଁ ବିଶେଷ କିଛି କହୁନାହିଁ। ତେଣୁ ସବୁବେଳେ ଏତିକି କହିବି, ଏ ଗୁରୁପୂଜନ କାର୍ଯ୍ୟକ୍ରମରେ ଆମମାନଙ୍କୁ ପରିଚୟ ଏବଂ ସମସ୍ତଙ୍କୁ ଦେଖିବା ସୁଯୋଗ ଦେବାରୁ ତୁମକୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭେଚ୍ଛା ଜ୍ଞାପନ କରୁଛି। ଏବଂ ଜୀବନରେ ଏତିକି ମନେ ରଖିବ ଯେ ଗୁରୁ, ବ୍ରହ୍ମା, ପିତା, ମାତା ସମସ୍ତେ ଆମର ଦେବତା। ଏମାନଙ୍କୁ କେବେ ହେଲେ ହୀନ ମନେ କରିବ ନାହିଁ, ଏମାନଙ୍କୁ ସମ୍ମାନ ଦେବ ଏବଂ ନିଜର କର୍ତ୍ତବ୍ୟ ପଥରେ ଆଗେଇ ଯିବ। ଦେଖିବା କୌଣସି ଜାଗାରେ ପଛେଇବ ନାହିଁ, ସବୁବେଳେ ଆଗେଇ ଯିବ। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। আজি 2005 ବ୍ୟାଚ୍ର ଦାଣ୍ଡି ସାହି ପିଲାମାନେ ଆମକୁ ଆମନ୍ତ୍ରଣ କରିଥିବାରୁ ତାଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ମୁଁ ପ୍ରଥମ ବଜାର ପାଖରେ ଠିଆ ହେଇଥିଲି, ମୋତେ ଡେକୋରମ୍ କରିବାକୁ ଚାହୁଁନି। 2 ଜଣ ପିଲା ଯାଇ ମୋତେ ଦାଣ୍ଡି ସାହିରେ ପହଞ୍ଚିଲେ, ସାର୍ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଆସୁଛୁ, ଆପଣ ଆମ ସ୍କୁଲକୁ December 31ରେ ଯିବେ। ମୋତେ ପ୍ରାକ୍ଟିକାଲି ବହୁତ ବି ଖୁସି ଲାଗିଲା। ମୁଁ ଯେତେବେଳେ ମୋର ନିଜର କିଛି ମନେ ରହିଲା, ଏବେ ବି କହିଲେ ମୋ ଟିଚରଙ୍କ ନାଁ ବି ଠିକ୍ ସେ କହିପାରିବିନି। ଏବେ ବି ଏତେ ଥର ଶୁଣିଲା ପରେ ବି କହିପାରିବିନି। ମୁଁ ଦୋହଳିରୁ ଟ୍ରାନ୍ସଫର ହେଇକିରି ବାଇ ଡିଫଲ୍ଟ ଆସିଥିଲି ଏଠିକି, କିନ୍ତୁ ଏଠି ଦେଖିଲି ଏଠି ପହଞ୍ଚିଲା ପରେ ଏଠିକାର ଭାଇଚାରା, ଏଠି ବି 4-5ଟା ପଞ୍ଚାୟତ ବି ବୁଲୁଛି, ସେତେବେଳେ ଟୁଙ୍ଗୁଲ ଇଲେକ୍ସନ ବେଳେ ବି ଦେଖୁଥିଲି। ଏଠି ପିଲାଙ୍କର ଯେଉଁ ଆନ୍ତରିକତା, ତାଙ୍କ ଭିତରେ ଭଲ ପାଇବା ପ୍ଲସ୍ ଏରିଆର ଗୋଟେ କୋଅପରେସନ୍, ଏମିତି ମୁଁ ଅନ୍ୟ କୋଉଠି ଦେଖିନଥିଲି।
ମୁଁ ତାପରେ ଟ୍ରାନ୍ସଫର ହେଇ ଦୁଇଟା ସ୍କୁଲ ଗଲିଣି ମୁଁ କିନ୍ତୁ ବେଳେବେଳେ ଲେଖିବାକୁ ଲେଖିଦିଏ ମାନେ ସାଇନ୍ କରିକି କୋଉ ସ୍କୁଲ ଟିକେ ମୁଣ୍ଡ ଯାଏ ମୁଁ ହେଉଛି ଦାଣ୍ଡସାହି ମୁଁ କେହି ଭାବେ ଆମେ ପିଲାଙ୍କ ପାଇଁ କିଛି ବି କରିଛୁ କିନ୍ତୁ ତାଙ୍କ ପିଲା ଗାର୍ଡିଆନ ଆମକୁ ବି ଗୋଟେ ସେପାରେଟ ପରିଚୟ ବି ଦେଇଛନ୍ତି ମୁଁ ବି ଫିଲ୍ କରେ କାହିଁକିନା ମୁଁ ବି ଫିଲ୍ କରୁଥିଲି ମୁଁ ଯେତେବେଳେ ଟିକେ ଦୌଡ଼ିରୁ ଆସିଥିଲି ସେତେବେଳେ ଗୋଟେ ଥିଲା ସେତେବେଳେ ଗୋଟେ ହାତ ପକେଇ ଯାହା ମେଡିକାଲ ଥିଲା ପରେ ଏମିତି ସୋସିଆଲ ପଡ଼େ ସେଇଟା ବି ଆମେ ନିଜେ ଶିଖିଛୁ ତେଣୁ ମୋ ଦାଣ୍ଡସାହି ପ୍ରତି ଟିକେ ସ୍ପେଶାଲ ଭାବନା ଥାଏ ବର୍ତ୍ତମାନର ଅବସ୍ଥା ତ ଆମର ଯାହା ହଉଛି ବର୍ତ୍ତମାନ ଦେଖୁଛୁ ଦାଣ୍ଡି ସାହି ବହୁତ ଲାଇକ୍ କରୁଛୁ ଯାହା 2005 ବ୍ୟାଚ୍ ପିଲାଏ ମୋର ଯେଉଁ ସାଙ୍ଗମାନେ ଯେଉଁମାନେ ଏଠି କାମ କରୁଥିଲେ ତାଙ୍କ ସହିତ ଗୋଟେ ମିଳିବାର ବି ସୁଯୋଗ ଦେଇଛନ୍ତି ସେଥିପାଇଁ ତାଙ୍କୁ ବହୁତ ଅଶେଷ ଅଶେଷ ଧନ୍ୟବାଦ କିନ୍ତୁ ପିଲା ତାଙ୍କର ଯେଉଁ ସେଲ୍ଫ ଇଣ୍ଟ୍ରୋଡକ୍ସନଟା ଦେଲେନି ଏଇଟା ଗୋଟେ ଦେବେ ତାଙ୍କର ଯେଉଁ ସେ କ'ଣ କରୁଛନ୍ତି ଆମେ ଜାଣିପାରିଲୁନି ତାଙ୍କର ଯେଉଁ ଗିଫ୍ଟ ଗୁଡ଼ାକ ମୁଁ କାହିଁ ଠିକ୍ ସେ ଦେଇପାରିଲି ସେମାନେ କରିଛନ୍ତି ବହୁତ କିଛି ଆମ କରୁଛନ୍ତି ସେ ଧରଣର ଟିକେ ଦୂରେ କାହିଁକିନା ଗିଫ୍ଟ ଏବେ କାହାକୁ ନେବାକୁ ଚାହୁଁନି କି କାହାକୁ ଦେବାକୁ କାରଣ ମୋତେ ଏମିତି କୁହାଯାଏ ମୁଁ ବି ମୋ ପୁଅ ବ୍ରତର କରିଥିଲି ଟୋଟାଲ ସେଠୁ ଉଠେଇ ଦେଇଥିଲି କେବେ ଯାଇଥିଲି ବୋଧେ ଟୋଟାଲି ଉଠେଇ ଦେଇଥିଲି ସେ ବ୍ରତ ବିକା ସିଷ୍ଟମ ତେଣୁ ପିଲା ଯେଉଁ ଆସୁଛନ୍ତି ପିଲା ବି କ'ଣ କରୁଛନ୍ତି ମୁଁ ତ ଭଲ କରି ବି ଜାଣିନି ଏଇଟା ପିଲାମାନଙ୍କର ଛୋଟ ପ୍ରୟାସ କିଛି ଖରାପ ଭାବିବେନି ନାଇଁ ନାଇଁ ଆମେ ଆମ ଗୁରୁକୁ ତ ଦେବା ପାଇଁ ପିଲାମାନେ କିଛି ଜାଣିନାହାନ୍ତି କିନ୍ତୁ ଛୋଟ ପ୍ରୟାସ ଅନୁରୋଧ ତ ଆମେ ଦେଇଛୁ ତେଣୁ 2005 ବ୍ୟାଚ୍ ଷ୍ଟୁଡେଣ୍ଟସ୍ ଯେଉଁମାନେ ଆମକୁ ଡାକିଲେ ଏତେ ବର୍ଷ ପରେ ଏଠିକି ଆସିବାର ଗୋଟେ ସୁଯୋଗ ପାଇଲି ଏଠି ମୋର ବନ୍ଧୁମାନଙ୍କ ସହିତ ଭେଟିବାକୁ ସୁଯୋଗ ପାଇଲି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହୁଛି କିରତ ଚୌଧୁରୀ ରଥଙ୍କୁ କିଛି ମାର୍ଗଦର୍ଶନ ଅନୁରୋଧ କରୁଛି ସମ୍ମାନୀୟ ବର୍ତ୍ତମାନର ପ୍ରଧାନ ଶିକ୍ଷକ ମହୋଦୟ ଆଉ ମୋର ସହପାଠୀ ଶିକ୍ଷକମାନେ ଆଉ 2005 ମସିହାର ଛାତ୍ରଛାତ୍ରୀ ଅବଶ୍ୟ ମୁଁ ଟିକେ ଦୁଃଖର ସହିତ କହୁଛି ଯେ 5 ମସିହାରେ ମୁଁ ଅବଶ୍ୟ ପାଠଶାଳା ହାଇସ୍କୁଲକୁ ପଳେଇ ଯାଇଥିଲି କିନ୍ତୁ 2004 ମସିହାରେ ମୁଁ ଯେଉଁ ସବଜେକ୍ଟ ପଢ଼ାଉଥିଲି ହିନ୍ଦୀ ସବଜେକ୍ଟ এই সবজেক্টর সমস্ত কার্যক্রম তৎকালীন হেডমাস্টরଙ୍କର କହିବା ଅନୁଯାୟୀ ପିଲାମାନଙ୍କର ବ୍ୟସ୍ତତା ଅନୁସାରେ ମୁଁ ମାଟ୍ରିକ 10ମ ଶ୍ରେଣୀର କୋର୍ସକୁ କମ୍ପ୍ଲିଟ୍ କରିଥିଲି ଏବଂ ସମୟ ମଧ୍ୟ ପିଲାମାନଙ୍କୁ କହିକି ସ୍କୁଲ ପରିସର ଭିତରେ ମୁଁ ପିଲାମାନଙ୍କୁ କୋଚିଂ ଭଳିଆ କରେଇ ଦେଇକି ଯାଇଥିଲି ମୁଁ ଜମା କିଛି ଅସୁବିଧା ହେବନି ଏବଂ ଏଇ କୋର୍ସ ଗୁଡ଼ାକ ମଧ୍ୟ ସିଲେକ୍ସନ୍ ବି ଦେଇଦେଇଥିଲି ତେଣୁ ତୁମର କିଛି ଅସୁବିଧା ହେବନି ତୁମେ ନିଶ୍ଚିତ ଭାବରେ 90-95 ରଖି ପାସ୍ କରିବ ଯାଉ ସେମାନେ ସେୟା କରିଥିଲୁ ତତ୍ପରେ ରେଜଲ୍ଟ ମଧ୍ୟ ସ୍କୁଲର ବାଣିଜ୍ୟ ହାଇସ୍କୁଲର ରେଜଲ୍ଟ ନେଇଥିଲି ଆମ ସାଇଡ୍ ଖୁସି ବି ଲାଗିଲା ପିଲାମାନେ ଯାହା ଯେମିତି ରେଜଲ୍ଟ କହିଦେଇଥିଲେ ଗୋଟେ କଥା ମୁଁ କହିବାକୁ ବର୍ତ୍ତମାନ ଚାହୁଁଛି ଯେ 5 ବର୍ଷର ପିଲାମାନେ ଗୁରୁ ପରମ୍ପରା ବଜାୟ ରଖିବେ ଠିକ୍ କରିଛି ଏବଂ ଏହାକୁ ମଧ୍ୟ ଉଚିତ ଭାବରେ ରଖିବା ଉଚିତ କବିର ଦାସ ଗୋଟେ କଥାରେ କହିଛନ୍ତି ଯେ ଗୁରୁ ଗୋବିନ୍ଦ ଦୋ ଛୋଡ଼େ କାକୁ ଲାगे ପାଏ ବଲିହାରୀ ଗୁରୁ ଆପଣ ଯେଉଁ ଗୋବିନ୍ଦ ଦେବତା ଗୁରୁ ଏଭଳି ସେ ଜ୍ଞାନ ଦେଇପାରନ୍ତି ଯେ ସେ ନିଜେ ଗୁରୁ ଗୋବିନ୍ଦକୁ ଚିହ୍ନେଇ ଦିଅନ୍ତି ରେ ବାବା ଇଏ ଗୋବିନ୍ଦ ଏଇଠି ଆମେ ଗୋବିନ୍ଦକୁ ଦେଖିନେ ଗୋବିନ୍ଦଙ୍କର 4 ହାତ କି 10 ହାତ କି 25 ହାତ ଆଖି ନାକ କାନ ମୁଣ୍ଡ କ'ଣ ଅଛି ଆମେ ଜାଣିବୁ ଗୁରୁ କିନ୍ତୁ ଶିଖେଇ ଦେଉଛନ୍ତି ଗୋବିନ୍ଦ ଏଇଠି ଅଛନ୍ତି କିଏ ନା ଦୋ ଖୋଡ଼ି କେଳାକ ଅଛନ୍ତି ସେ ଗୁରୁ ବତେଇ ଦେଉଛି ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁଦେବ ମହେଶ୍ୱର ସାକ୍ଷାତ ଗୁରୁ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ
ଗୁରୁ ଏଇ ପରମ୍ପରା ଭିତରେ ଅଛନ୍ତି। ତେଣୁ ଗୁରୁ ଆଉ ଶାସନର ଶିଷ୍ୟମାନଙ୍କର ସହିତ ଯେଉଁ ସମ୍ପର୍କ ତାହା ହେଉଛି ପରମ୍ପରାଗତ ସମ୍ପର୍କ। ପିଲାମାନେ ସବୁ ଜାଣିଥିବେ ଆଜିକାଲି ତ ଏ ପିଲାମାନେ ସବୁ ସଂସାର କଲେଣି, ସଂସାର ସମ୍ବନ୍ଧରେ କିଛି ଆସିଲେଣି, ପିତାମାତାଙ୍କର ସେବା ବି କରୁଥିବେ। ବା ଇଏ ଜିନିଷ ହେଉଛି କ'ଣ ନା ପିଲାମାନେ ଯେମିତି ଆସ୍ତେ ଆସ୍ତେ ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରିକି କଲେ ସେମାନେ ସେଇ ପରମ୍ପରାକୁ ରଖିକିରି ଭବିଷ୍ୟତରେ ତାଙ୍କ ପିଲାମାନଙ୍କୁ ଶିଖାନ୍ତୁ। ସେମାନେ ମଧ୍ୟ ସାର୍ମାନଙ୍କୁ କିଛି ଶିଖିକିନି এই জিনিস গুড়াক করা উচিত। এবং গুরু আমি পরম্পরাটা হচ্ছে ভারতীয় সংস্কৃতি, গুরু পরম্পরা হচ্ছে ওড়িশা সংস্কৃতি। আমি দেখ সত্যযুগ ঠার আরম্ভ করি দ্বাপর ত্রেতা কলিযুগ পর্যন্ত সবু গুরু পরম্পরা ଅଛି। রাম বশিষ্ঠଙ୍କୁ গুরু করলে তাঁর সে বংশজ গুরু সে গুরু, শ্রীকৃষ্ণ সান্দীপনীଙ୍କୁ গুরু করলে। এসব গোটিয়ে গোটিয়ে পরম্পরা রয়েছে, কিন্তু আমি সে পরম্পরাকে ধীরে ধীরে ভুলি যাচ্ছি। কাହିଁକି আমি তো সে পশু ଆଉ যাওনি না, আমি আগুক চালছে আস্তে আস্তে আগে 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 চালছে। আগুক যেମିତି আসছে আণবিক পরমাণু শক্তি আসছে, ଆଉ କ'ଣ ଆସୁଛି ଆଉ କ'ଣ ଆସୁଛି ସେଟା ଆମେ ଦେଖୁଛେ। ଆମେ ଆଧୁନିକ ଯୁଗରେ ବର୍ତ୍ତମାନ ଅଛେ, ପଛକୁ ଛାଡ଼ିଦେବ ସେ କଥା। ଓଡ଼ିଆ ପାଣି ଛାଡ଼ିଦେବା ପଛକୁ ଆଗକୁ ନୂଆ ପାଣି ଆସୁଛି। ନୂଆ ପାଣି ଯେ ବିଷମୟ, ବିଷମୟ ନୂଆ ପାଣି ତାକୁ ପରିତ୍ୟାଗ କର। ଭଗବାନଙ୍କୁ ଡାକ, ଗୁରୁ ପିତା ଗୁରୁ ମାତା ଏମାନଙ୍କୁ ସମ୍ମାନ ଦିଅ, ଗୁରୁମାନଙ୍କୁ ସମ୍ମାନ ଦିଅ, ଆଉ ଦେବାଦେବୀଙ୍କ ପ୍ରତି ମଧ୍ୟ ଭୟଭକ୍ତି ରଖ। ତମେ ଭାବନା ସେ ନାହାନ୍ତି ବୋଲିକି, ସେ ନଥିଲେ ଆମେ ନଥାନ୍ତି। ପଞ୍ଚ ପ୍ରାଣ ପଶୁଷୀ ପ୍ରକୃତି ସବୁ ନେଇକିରି ଆମେ ଅଛି ଆଗରେ। ତେଣୁ ମୁଁ ଆଉ ଅଧିକ କିଛି କହିବାକୁ ଚାହୁଁନି। ମୋ ପିଲାମାନଙ୍କୁ ମୁଁ ଆଶୀର୍ବାଦ କରୁଛି, ସେମାନେ ଉତ୍ତରୋତ୍ତର ଉନ୍ନତି କରନ୍ତୁ ଏବଂ ଭବିଷ୍ୟତରେ ଆମେ ଥିବା ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟ ମନେ ପକାଉଛୁ ଏବଂ ସେମାନେ ଟିକେ ଟିକେ ଆମ କଥା ମନେ ପକାଉଥିବେ। ଏମିତି ହଠାତ୍ ପିଲା ପହଞ୍ଚିଗଲେ ସେ କହୁଛି ସାର୍ ଆମେ ନମସ୍କାର, ସେ କହୁଛି ମୁଁ କିଏ ମୋ ଆବାଜ ଜାଣିପାରୁଛି। ହଉ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ତ୍ରିଲୋଚନ ମିଶ୍ରଙ୍କୁ କିଛି ମାର୍ଗଦର୍ଶନ ଅନୁରୋଧ କରୁଛି। 2005 ମସିହାର ଛାତ୍ରୀଛାତ୍ର ଏବଂ ଉପସ୍ଥିତ ମୋର ସହକର୍ମୀବୃନ୍ଦ ତଥା ପ୍ରଧାନ ଶିକ୍ଷକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏ ସ୍ଥାନ ଦାଣ୍ଡିସାହି ହେଲେ ମଧ୍ୟ ଏ ସ୍ଥାନର ଗୁରୁତ୍ୱ କିନ୍ତୁ କେବଳ ବଢ଼େଇଛି ଜୟ ହିନ୍ଦ ହାଇସ୍କୁଲ ନୁହଁ, ଜୟ ହିନ୍ଦ ଡାକରା ଦେଇଛନ୍ତି। କିଏ ଦେଇଛନ୍ତି ସମସ୍ତ ଅବଶ୍ୟ ଜାଣିଛନ୍ତି, ସୁଭାଷ ବୋଷ। ତେଣୁ ଏ ଜୟ ହିନ୍ଦ ହାଇସ୍କୁଲରେ ଆମେ ଚାକିରି କରି ଆମେ ନିଜକୁ ଗୌରବାନ୍ୱିତ ମନେ କରୁଛୁ। ବିଶେଷ କରି ଏତେ ଦିନ ପରେ ମୁଁ ଅବଶ୍ୟ 2012 ମସିହାରେ ଏଠୁ ରିଟାୟାର୍ଡ ହେଲି। ଭାଗ୍ୟର କଥା। ମୁଁ ଏ ବିଷୟରେ ମାତ୍ର 5 ମିନିଟର ଗୋଟେ କଥା କହିବି, ପୌରାଣିକ କଥା। ସେ ଜଗନ୍ନାଥଙ୍କର ରଥଯାତ୍ରା ସମୟର କଥା। ରଥଯାତ୍ରା ସମୟରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଗୁଣ୍ଡିଚା ମନ୍ଦିରରେ ଥାଆନ୍ତି। ତାଙ୍କ ରଥ ଶରଧାବାଲିରେ ଥାଏ। ସେହି ସମୟରେ ଶରଧାବାଲି ପାଖରେ ପ୍ରାୟ ଗୋଟେ 6.5 ଫୁଟ ଉଚ୍ଚ ଡେଙ୍ଗା ବୃଦ୍ଧ ଲୋକ, ଯାହାର କି ଦାଢ଼ି ଲମ୍ବି ଯାଇଛି, ଚର୍ମ ଲୋଳିତ ଏବଂ ଚାଲିପାରୁନି, ସେ ଆସି ପଚାରୁଛି, କହୁଛି ଏଠି କୃଷ୍ଣଙ୍କ ରଥ କିଏ? ମୁଁ ଏଇଟା ମନେ କରୁନି, ଏଇଟା ହେଉଛି ଆମେ ଗୋଟେ ଗବେଷଣା ଲବ୍ଧ କଥା କହୁଛି। ତାପରେ ସମସ୍ତେ କହିଲେ ଏଠି କୃଷ୍ଣଙ୍କ ରଥ ନାହିଁ, ଜଗନ୍ନାଥଙ୍କ ରଥ ଅଛି। କହିଲା ସେଇ ଜଗନ୍ନାଥ, ସେଇ କୃଷ୍ଣ। କହିଲା କିଏ? କହିଲା ତମେ ମତେ ଚିହ୍ନି ପାରୁନା, ମୁଁ ହେଉଛି ଦ୍ୱାପର ଯୁଗର ଲୋକ। ସମସ୍ତେ ଚାହିଁଲେ, କହିଲେ ଏତେ ମିଛ କହୁଛି। କହିଲେ ନାଇଁ ଆଜ୍ଞା, ମୁଁ ମିଛ କହୁନି। ସେ ହିନ୍ଦୀରେ କହୁଥାଏ, କହିଲେ ଯେ କୃଷ୍ଣ ଜଗନ୍ନାଥ ହେଇକି ଏଠି ରହିଛନ୍ତି ଏବଂ ସିଏ ମତେ ଦିନେ ଦର୍ଶନ ଦେବେ ବୋଲି କହିଥିଲେ। ଇଏ ପଚାରିଲେ କିଏ ତମେ? କହିଲେ ମୁଁ ଯେତେବେଳେ ମହାଭାରତ ଯୁଦ୍ଧ ହେଉଥିଲା, ମୁଁ ସେତେବେଳେ ଭୀଷ୍ମଙ୍କର ରଥରେ ବାଜା ବଜାଉଥିଲି, କିନ୍ତୁ ଯେତେବେଳେ ଅର୍ଜୁନକୁ ମାରିବାକୁ ଭୀଷ୍ମ ବାହାରିଲେ ମୁଁ ହସିଦେଲି। ସେ କହିଲେ, କୃଷ୍ଣ ପଚାରିଲେ ହସିଲ କାହିଁ? ନା ମୁଁ ହସିଲି ଏଇଥିପାଇଁ, ତମେ ଭୀଷ୍ମକୁ ପୁଣି ମାରିଦେବ। କୃଷ୍ଣ ରାଗିଗଲେ, କହିଲେ ତୁ ମୁଁ ଆଉ ଚାହିଁବି ତୁ ଏଡ଼େ ବଡ଼ କଥା କହିଲୁ? ଆଜ୍ଞା
ତାଙ୍କ ରଥ ଏଇଆ ନା ଆଜି ତ ସନ୍ଧ୍ୟା ହେଇଗଲାଣି ତମେ ଆସିବ ରହିଯାଅ କାଲି ସକାଳେ ଦର୍ଶନ କରିବ। କିନ୍ତୁ ରାତିରେ ଜଗନ୍ନାଥ ବଡ଼ପଣ୍ଡାକୁ ସ୍ୱପ୍ନାଇଲେ କହିଲେ ଯୋଉ ଲୋକଟା ଆସିଛି ସେ ଯୋଉ ବୁଢ଼ା ଡେଙ୍ଗା ହେଇକିରି ତାକୁ କହିବ ମୁଁ ତା ମୁହଁ ଦେଖିବିନି ତା ମୁହଁ ଚାହିଁବିନି। କହିଲା କାହିଁକି ନା ସିଏ ଏଇଭଳିଆ ମୋତେ କହିଥିଲା। ସେ ବୁଢ଼ା ଯେତେବେଳେ ଏକଥା ଶୁଣିଲେ ବହୁତ ଖୁସି ହେଇଗଲା। କହିଲା ଯାହା ହଉ ଆଜି ବି ତମ କ୍ଷେତ୍ରରେ ସବୁ ସେୟା ହେଇଛି। ସେ ଯାହା ହଉ ମୁଁ ସିନା ଜଗନ୍ନାଥଙ୍କୁ ଭୁଲି ଯାଇଛି କିନ୍ତୁ ଜଗନ୍ନାଥ ମୋତେ ଭୁଲି ନାହାନ୍ତି। ସେ କହି ତମେ ସବୁ ପିଲାମାନେ ଆଜି ଆମକୁ ନେଇକରି ସେ ଗୁରୁ ପଦବୀରୁ ଜଗନ୍ନାଥ ପଦବୀରେ ବସେଇ ଦେଇଛ ଆମକୁ ଭୁଲି ନା। ବହୁତ ଭାଗ୍ୟର କଥା ଖୁସିର କଥା। ତେଣୁ ମୁଁ ଆଉ ବେଶୀ ବଢ଼ଉନିଆକୁ ସେଇ ଜଗନ୍ନାଥ ତୁମମାନଙ୍କର ମଙ୍ଗଳ କରନ୍ତୁ ଉତ୍ତରୋତ୍ତର ବୃଦ୍ଧି ହଉ। ମୁଁ କିନ୍ତୁ ଏଇଆ ଚାହେଁ ଯେ ତମମାନେ ଯେତେ ଛାତ୍ରଛାତ୍ର ଆମରି ବୟସର ହେଇକିରି ପୁଣି ଦିନେ ଯେ ଏଠି ଏକାଠି ହେଇକିରି ଏଇଭଳିଆ ଉତ୍ସବ ପାଳନ କରିବ ସେଇଟା ବହୁତ ଭାଗ୍ୟର କଥା ହବ। ମୁଁ ଏଠି କହି ବିଦାୟ ନେଉଛି। ମୁଁ ମୋର ବନ୍ଧୁମାନଙ୍କୁ ଫୋନ୍ ଦେଇଛି କିଏ କୁହ ମମତା ହାତୀ ହବ। ସମ୍ମାନନୀୟ ମୋର ପ୍ରିୟ ଗୁରୁଜୀ ପ୍ରଧାନ ଶିକ୍ଷକ ମହୋଦୟ ଏଠାରେ ଉପସ୍ଥିତ ମୋର ସମସ୍ତ ଗୁରୁଜୀ ଓ ଗୁରୁମାଙ୍କୁ ମୋର ଆଉ ଏଠାରେ ଉପସ୍ଥିତ ମୋର ବନ୍ଧୁଗଣ ମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଓ ଆଜିର ଏହି ସଭାରେ ଏତେ ବଡ଼ 2005 ବ୍ୟାଚର ପରିଚୟଟା କିନ୍ତୁ କରା ମୋ ନାଁ ଛବିରାଣୀ ମଲ୍ଲିକ PhD ବାଣୀବିହାର। ଏବେ ମୁଁ ହାଉସ୍ ୱାଇଫ୍ ଅଛି ତ ପଲିଟିକାଲ ସାଇନ୍ସ। ମୁଁ ସୁକାନ୍ତି ରାଉଳ ବାଲିଗଡ଼। ସମସ୍ତ ଗୁରୁଜୀ ଓ ଗୁରୁମାଙ୍କୁ ନମସ୍କାର। ମୁଁ ହେଉଛି ସୋନାଲି ମିଶ୍ର। ଏ ଡାଣ୍ଡିସି ସ୍କୁଲରେ ପଢ଼ି ଯାଇଛି। ଏବେ ମୁଁ ଶିକ୍ଷକତା କରୁଛି ଏବଂ ମୁଁ ବହୁତ ଗର୍ବିତ ଆଜି ଯାହା ମୋ ଶିକ୍ଷକମାନେ ମୋ ଆଗରେ ଅଛନ୍ତି। ମୁଁ CRC ବି ଥିଲି ବହୁତ ପ୍ରୋଗ୍ରାମ କରିଛି କିନ୍ତୁ ଆଜି ଯେଉଁ ପ୍ରୋଗ୍ରାମ ମୋ ଜୀବନରେ କେବେ ଭୁଲିବିନି। କାହିଁକି ନା ସେତେବେଳେ ମୁଁ ଗୋଟେ ଶିକ୍ଷକ ହିସାବରେ କରୁଥିଲି ଆଜି ଗୋଟେ ଛୁଆ ହିସାବରେ କରୁଛି ଗୋଟେ ଛାତ୍ର ହିସାବରେ କରୁଛି ଗୋଟେ ଝିଅ ହିସାବରେ କରୁଛି। ସେଥିପାଇଁ ମୁଁ ବହୁତ ବହୁତ ଖୁସି ଲାଗୁଛି। ମୋ ଗୁରୁଙ୍କୁ ମୁଁ ଆଗରେ ପାଇଛି ତାଙ୍କ ପାଇଁ ଆଜି ମୁଁ ଏତେ ବାଟ ଆସିଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ମୋତେ ସେଟା କଲ୍ୟାଣ କରିଥାନ୍ତି। ନମସ୍କାର। ଏବେ ମୁଁ ତରାଣ୍ଡ ସ୍କୁଲରେ ଅଛି। ଆଣିରେ ଥିଲି CRC 2 ବର୍ଷ କାମ କରିଛି ତାପରେ ଟ୍ରାନ୍ସଫର ହେଇ ପଳେଇ ଆସିଲି ସପରେଟର ଆସିଷ୍ଟାଣ୍ଟ ଟିଚର ଅଛି। ମୁଁ ଏବେ ହାଉସ୍ ୱାଇଫ୍ ଅଛି। କନିକା ରାଉ ମୁଁ ଏବେ ହାଉସ୍ ୱାଇଫ୍ ଅଛି। ଅନିତା ପ୍ରଧାନ ରାଉସ ମୁଁ ମମତା ଦାସ ବାଲିକା ମୁଁ ହାଉସ୍ ମୋର ସମସ୍ତ ଗୁରୁଜୀ ଓ ଗୁରୁମାନଙ୍କୁ ମୋର ନମସ୍କାର। ମୁଁ ପ୍ରଣତି ରାଉ ରାନ୍ଧିଛାଇ ମୁଁ ଏବେ ହାଉସ୍ ୱାଇଫ୍ ଅଛି। 2005 ବ୍ୟାଚ୍ ମାଟ୍ରିକ। ମୁଁ ବର୍ତ୍ତମାନ ଅଛି ଗୋଟେ କନଷ୍ଟ୍ରକ୍ସନରେ ପ୍ରୋଜେକ୍ଟ ହେଡ୍ ଅଛି ଭୁବନେଶ୍ୱରରେ ଅଛି। ହ୍ୟାଲୋ ମମୁଚରଣ ବେରା ବାଲିକିରା ୱାର୍ଡ ମେମ୍ବର ଅଛି ଆଉ ଠିକାଦାର କରୁଛି। ମୋ ନାଁ ସୁଦର୍ଶନ ବିଶ୍ୱାଳ। ମୁଁ ଇଣ୍ଡିଆନ୍ ନେଭିରେ ଥିଲି ଏବେ ରିଟାୟାର୍ଡ ହେଇଯାଇଛି ଏକ୍ସସର୍ଭିସ୍ ମ୍ୟାନ୍ ଅଛି। ନେକ୍ସଟ ଜବ୍ ପାଇଁ ପ୍ରିପାରେସନ୍ କରୁଛି। ମୁଁ ଶଶିକାନ୍ତ ବିଶ୍ୱାଳ। ମୁଁ ଗୋଟେ କନଷ୍ଟ୍ରକ୍ସନ କମ୍ପାନୀରେ ମୁଁ ଆକାଉଣ୍ଟାଣ୍ଟ ଅଛି। ନାଇଁ ଆଜ୍ଞା ରୋହନ ମିଲନ ସେଠି ମୁଁ ଏବେ ଗୋଟେ ଫାଇନାନ୍ସରେ କାମ କରୁଛି ବାଲେଶ୍ୱର ଭାରତ। ସମସ୍ତ ସାର୍ ଆଉ ମ୍ୟାଡ଼ାମମାନଙ୍କୁ ନମସ୍କାର। ମୁଁ ପ୍ରଭାସ ରଞ୍ଜନ ପରିଡ଼ା ବ୍ରହ୍ମପୁର।
ମୋର ସେଲ୍ଫ ଏମ୍ପ୍ଲଏଡ୍। ସମସ୍ତ ଗୁରୁଜୀ ଗୁରୁମାନଙ୍କୁ ମୋର ଅନ୍ତରରୁ ନମସ୍କାର କରୁଛି। ଆଉ ଆମର ଛୋଟିଆ ନିମନ୍ତ୍ରଣରେ ସାର୍ମାନେ ଏଠାକୁ ଆସିକି ଉପସ୍ଥିତ ହେବାକୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଉ ମୋ ନାଁ ଜୀବନ କୁମାର ସାହୁ, ମୁଁ ଏବେ ଅଛି ପ୍ରାଇଭେଟ୍ ସେକ୍ଟରରେ ଜବ୍ କରୁଛି। କୁମାର ନାୟକ, ମୁଁ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରୁଛି। ମୁଁ ଏବେ ଦିଲ୍ଲୀରେ ଗୋଟେ ପ୍ରୋଜେକ୍ଟ ହେଡ୍ ଅଛି। ମୁଁ ଦେବାଶିଷ ପାଢ଼ୀ, ମୋର ନିଜର ଓନ୍ ସପ୍ ଅଛି। ମୋ ନାଁ ରାଜକିଶୋର ମଳିକ, ନାୟଡ଼ାରୁ ମୁଁ କହୁଛି। ନାୟଡ଼ା ପିଲା, ମୁଁ ଚାଷ କାମ କରେ। ମୁଁ ମୋନାଲିସା ସିଂ, ମୁଁ ହାଉସ୍ ୱାଇଫ୍ ଅଛି ଏବେ। ମୁଁ ହାଉସ୍ ୱାଇଫ୍ ଦାଣ୍ଡି ସାହି। ସୌଭାଗ୍ୟ ରଞ୍ଜନ ନାୟକ, ଘର ପଥରାଇଡ଼ିଆ, ମୋର ସିମେଣ୍ଟ ନନ୍ଦଗୁଡ଼ି ବିଜନେସ୍। হে সময় বয়সকু মোর নেলো চোরে, হে সময় বয়সকু মোর নেলো চোরে। কো সিন্ধু করে দেল লুচেই, কো সিন্ধু করে দেল লুচেই। হে সময় ନେହୁରା ହଉଛି, ଅଳି ମୁଁ କରୁଛି। ମୋ ପିଲାଦିନ ମତେ ଦିଅ ଫେରେଇ, ମୋ ପିଲାଦିନ ମତେ ଦିଅ ଫେରେଇ। ହେ ସମୟ ବୟସକୁ ମୋର ନେଲୋ ଚୋରେଇ। ବେତ ମାଡ଼କୁ ଡରି ବହି ବସ୍ତାନି ଧରି ଲୁଚିଛି କେବେ ଯାଇ, ଆମ୍ବ ତୋଟାରେ କେବେ ନଈ ପଠାରେ। ଓ ପୁରୁଣା ଖାତା ଚିରି କାଗଜ ଡଙ୍ଗା କରି ଭସେଇ ଦେଇଛି ମୁଁ ବରଷା ଧାରେ ଘରେ ଦାଣ୍ଡ ଦୁଆରେ। ବୋଉକୁ କେତେ ମିଛ କହିଛି, ଖରା ବେଳେ ଲୁଚି ଆମ୍ବ ତୋଳିଛି। ଚୋରି କରି ପୁଣି ଧରା ପଡ଼ିଛି, କାନ ଧରି ଉଠ ବସ ହେଇଛି। ହେ ସମୟ ନେହୁରା ହଉଛି, ଅଳି ମୁଁ କରୁଛି। ମୋ ଦୁଷ୍ଟାମି ଦିନକୁ ଦିଅ ଫେରେଇ, ମୋ ଦୁଷ୍ଟାମି ଦିନକୁ ଦିଅ ଫେରେଇ। ହେ ସମୟ ବୟସକୁ ମୋର ନେଲୋ ଚୋରେଇ।
तल उपर हेई भाई भौणी दुई करिचु पाद केते रुषिचु केते छोट छोट कथारे भूसुलेई बापा को न जणे नाट देखिबाकू लुचि लुचि जाइछि राति अधरे मामू घरे खरा छुटी काटिछि गछ उपरु खसी पड़िछि बढ़ी पानी रे माछ धरिछि बाण फुटेई हाथ पोड़िछि हे समय नेहुरा होछि पढ़ी मु करुछि मुह जिला दिन को दिया फेरेई मुह जिला दिन को दिया फेरेई हे समय बयस मोर